ଏଠାରେ ରହିଲା ବାହାର ପଟର ଦୃଶ୍ୟ ଏମିତି ଅଛି ବୁଝିଲେ କି। ଆସିଲେଣି ପ୍ରଭୁ ସୂର୍ଯ୍ୟ ମହାପ୍ରଭୁ ଆସିଲେଣି। ଅଇକା ପୁରା ତାଙ୍କ ପ୍ରକୋପର ଅଇକା ସବୁ ପୁରା ଟୋଟାଲ ବିଶ୍ୱ ଜଳିବ ଆଉ। ଠିକ୍ ଅଛି। ଆରେ ଭାଇ ଜୟ ଶ୍ରୀରାମ, ମୁଁ ପ୍ରଭାତ। ତ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଉ ଗୋଟେ ସର୍ଟସରେ। ତ ଦେଖିପାରୁଥିବେ କୋଉ ରେଟ୍ର ଝାଳ। ଏଠି ରୋଷେଇ ଚାଲିଛି। ରୋଷେଇ ବି କରିବା ମହା ମୁସ୍କିଲ, ବୁଝିପାରୁଛନ୍ତି। ଆପଣମାନେ ଯଦି ଦେଖିବେ କହିବେ କ'ଣ ନା ଯୋଉ ମାନେ ଏତେ ଗରମରେ କ'ଣ କରୁଛି। ଦେଖ ଗରମରେ ବି ମୁଁ ଚା କରିକିରି ପିଉଛି, ବୁଝିଲ। ଆଉ ମୋ ଭଳିଆ ପାଗଳାକୁ ଆଉ କିଏ କହିବ ମାନେ ଗଛରେ ଫଳନ୍ତି। ଇଏ ଏଠି ବସିକି ଭାଇ ଆମର କ'ଣ କରୁଛି ନା ନଖ କାଟୁଛି। ଆସିଲେ 5ଟା ବେଳକୁ କେଉଁଠି ଗାଁକୁ ପଳେଇବ, ମୁଁ ଏକୁଟିଆ ଏଠି ଘରେ ନାମ ନେବି, ବୁଝିଲ। ଏଠି ଚା ଚାଲିଛି ଆମର। ତାପରେ ଆଜିର ରୋଷେଇ ଆମର ଏଠି ସଜନା ଛୁଇଁ ତରକାରୀ ହେବା ପାଇଁ ଛୁଇଁ କଟା ହେଇ ଥୁଆ ହେଇଛି, ମସଲା ଛେଚା ହେଇଯାଇଛି। ଭାତ ବି ସରିଗଲାଣି, ବୁଝିଲ। ଟାଇମ୍ ଆସିକିରି ହେଇଗଲାଣି କେତେଟା ଟାଇମ୍ ଆପଣମାନଙ୍କ ସାମ୍ନାରେ। ଟାଇମ୍ ଆସି ହେଇଗଲା 6:30, ବୁଝିଲେ। କ'ଣ କହିଲୁ? ତ ଏଠି ଭାଇ ଆମର କ'ଣ କରୁଛି ନା ରାଜକୁମାର ବ୍ଲଗ ଦେଖୁଛି। ଚଲେଇଛି ଗୋଟେ ଆଉ ସକାଳୁ ଉଠିକିରି ଆଉ। ତ କାହିଁ ତାକୁ ବାଡ଼ିଆ ବାଡ଼ି କରୁଛୁ ବେ, ହେଲା। ଆଉ କ'ଣ କରିବା, ଦେଖୁଛୁ କୋଉ ରେଟ୍ର ଝାଳ। ପାଗଳା ହେଇଗଲାଣି ରେ ବାବା। ଏ ଖରାରେ ଘରୁ ବାହାର ନାହିଁ, ପୁରା ଶୁଖିକିରି କଳା କାଠ ପଡ଼ି ସନଷ୍ଟ୍ରୋକ୍ ହେଇକି ଆଉ ରହିବ ନାହିଁ। ମଣିଷ ଜୀବନ ପଳେଇବ ଏ ଗରମରେ। ଏମିତି ଯଦି 10 ଦିନ ଖଣ୍ଡେ ଆହୁରି ଯଦି ହବ, 30 ତାରିଖ ଯେ ପୁଣି କହିସାରିଲାଣି ମରିଯିବ ଆଉ। ଅଧା ଲୋକ ମରିଯିବେ ଆଉ କ'ଣ ବଞ୍ଚିବେ? ଆଉ ବଞ୍ଚିବେ ସବୁ ମରିଯିବେ, ସଫା ଧୋ ହେଇଯିବେ। ଗୋଟେରେ ପୁଣି କର୍ମକ୍ଷେତ୍ରକୁ ଗଲାବେଳକୁ ଯେମିତି ମାନେ ଲାଗିଲା ଭଳିଆ ଲାଗୁଛି, ମାରିଦେଲା ଭଳିଆ ଲାଗୁଛି ଯେମିତି। ଏତେ ଜୋରେ ଖରା, ମୁଣ୍ଡ ଫଟା ଖରା। ଠିକ୍ ଅଛି, ଘରୁ ଜମା ବାହାର ନାହିଁ ଏ ଖରାରେ। ପାଣି ପିଅ, ତାପରେ ଘରୁ ବାହାରିଲେ ନିଜର ସେଫ୍ଟି ଜିନିଷ ନେଇକିରି ସାଙ୍ଗରେ ଯାଅ। ବହୁତ ଥର ସବୁଥରକ ମୁଁ କହି ରଖୁଛି ଆପଣମାନଙ୍କୁ। ତ ସେଥିପାଇଁ ରହୁଛି, ବାଏ।